ପାପ କର୍ମ କଲେ ନର୍କରେ କେଉଁ ଭୟଙ୍କର ଦଣ୍ଡ ମିଳିଥାଏ? ବନ୍ଧୁଗଣ, ହିନ୍ଦୁ ଧାର୍ମିକ ପୁରାଣ ଅନୁଯାୟୀ ନର୍କ ଏମିତି ସ୍ଥାନ ଯେଉଁଠି ପାପ କରିଥିବା ମଣିଷକୁ ଦଣ୍ଡ ଭୋଗିବାକୁ ଯିବାକୁ ପଡିଥାଏ। ଦଣ୍ଡ ଭୋଗିବା ପରେ ପାପୀଙ୍କର ଅନ୍ୟ ଯୋନିରେ ଜନ୍ମ ହୋଇଥାଏ। ପାପୀ ଆତ୍ମା ବଞ୍ଚିଥିବା ଅବସ୍ଥାରେ ନର୍କ ଦଣ୍ଡ ପାଇବା ସହ ମୃତ୍ୟୁ ପରେ ଅଲଗା ଅଲଗା ଯୋନିରେ ଭୟଙ୍କର ଦଣ୍ଡ ପାଇଥାଏ। ଆଜି ଆମେ ଆପଣଙ୍କୁ ପାପୀ ଆତ୍ମାକୁ ନର୍କରେ କେଉଁ ଭୟଙ୍କର ଦଣ୍ଡ ମିଳିଥାଏ ସେହି ବିଷୟରେ କହିବୁ। ଯେଉଁ ବ୍ୟକ୍ତି ନିଜ ପରିବାରର କେୟାର ନେଇନଥାଏ କିନ୍ତୁ ଅନ୍ୟ ଜୀବଙ୍କୁ ହାନି ପହଞ୍ଚାଇଥାଏ ଓ ସର୍ବଦା ଅନ୍ୟ ପ୍ରତି ଈର୍ଷା ଭାବ ରଖିଥାଏ, ଯେଉଁମାନେ ଅନ୍ୟକୁ ଧୋକା ଦେଇଥାନ୍ତି ସେମାନେ ନର୍କରେ ଭୟାନକ ଦଣ୍ଡ ଭୋଗିଥାନ୍ତି। ଯେଉଁମାନେ ଜୀବ ହତ୍ୟା କରିଥାନ୍ତି ସେମାନଙ୍କୁ ମୃତ୍ୟୁ ପରେ ଗରମ ତେଲରେ ପକାଯାଇ ନର୍କ ଯନ୍ତ୍ରଣା ଦିଆଯାଏ। ଯେଉଁ ସନ୍ତାନ ମାତାପିତାଙ୍କ ଯତ୍ନ ନିଏ ନାହିଁ, ବ୍ରହ୍ମଚାରୀଙ୍କର କୌଣସି ସ୍ତ୍ରୀ ପ୍ରତି ଆସକ୍ତି ଭାବ ନଥିବ, ସେମାନେ ଏହି ଦଣ୍ଡ ଭୋଗିଥାନ୍ତି। ନିଜର କର୍ତ୍ତବ୍ୟରୁ ଓହରୁଥିବା ପାପୀମାନେ ନର୍କରେ ନିର୍ମମ ଯନ୍ତ୍ରଣା ପାଇଥାନ୍ତି। ଏଭଳି ପାପୀଙ୍କୁ ନର୍କରେ ଛୁରୀ ଦ୍ୱାରା ନିଆଁ ପାଖରେ ରଖାଯାଇ ଦଣ୍ଡ ଦିଆଯାଏ, ଯେ ପର୍ଯ୍ୟନ୍ତ ତାର ଦଣ୍ଡ ନ ସରିଥାଏ। ଭଗବତ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଅତିଥି, ଗୁରୁଜନ, ଛୋଟ ପିଲା ବା ଦେବତାଙ୍କୁ ସମ୍ମାନ କରେ ନାହିଁ କି ପୂଜା କରେ ନାହିଁ ଏବଂ ସ୍ୱାର୍ଥୀ ହୋଇ ଏକା ଭୋଜନ କରିଥାଏ, ସେମାନଙ୍କୁ ନର୍କରେ ଦଣ୍ଡିତ କରାଯାଏ। ନର୍କରେ ଏଭଳି ପାପୀଙ୍କୁ ବିଛା ଭଳି ଜନ୍ତୁଙ୍କଠାରେ ଛାଡ଼ି ଦିଆଯାଏ ଆଉ ଯନ୍ତ୍ରଣା ଦିଆଯାଏ। ତେବେ ଏଭଳି ଭାବେ ପାପୀମାନଙ୍କୁ ଏମିତି ଦଣ୍ଡ ମିଳିଥାଏ ନର୍କପୁରରେ, ଯାହାକୁ ଜାଣିବା ମନୁଷ୍ୟମାନଙ୍କ ପକ୍ଷେ ନିହାତି ଜରୁରୀ ଅଟେ। ଜୟ ଜଗନ୍ନାଥ।